ଦଶମ ଶ୍ରେଣୀର ସମସ୍ତ ଭାଇ ଭଉଣୀମାନଙ୍କୁ ଆଜିର ଏହି ଭୂଗୋଳ କାଳାଂଶରେ ସ୍ୱାଗତ ଅଭିନନ୍ଦନ। ସମସ୍ତେ ଅତି ଆନନ୍ଦରେ ସୁନ୍ଦର ସ୍ୱାସ୍ଥ୍ୟରେ ଥାଇ ମନ ଦେଇ ପାଠ ପଢ଼ୁଥାଅ, ଏ କଥା ମା ସରସ୍ୱତୀଙ୍କ ନିକଟରେ ଆଶା ରଖି ଆଜି ଆମର କାଳାଂଶ ଆରମ୍ଭ କରିବା। ଆଜି ଆମ ୟା ପୂର୍ବରୁ ଯେଉଁ ପଢ଼ିଥିଲେ କୃଷି ବିଷୟରେ କିଛି ତଥ୍ୟ, ଆଜି ସେଇ କୃଷି ବିଷୟର ଆଉ ଶେଷ ଭାଗ ଯେଉଁ ଅଛି ତାକୁ ଆମେ ଆଲୋଚନା କରିବା। ଦଶମ ଶ୍ରେଣୀ ଭୂଗୋଳର କୃଷି ବିଷୟର ଅନ୍ତିମ ଭାଗ। ଏ କାଳାଂଶ ପୂର୍ବରୁ ଆମେ ବିଭିନ୍ନ ପ୍ରକାର କୃଷି ବିଷୟରେ ପଢ଼ିଥିଲେ। କୃଷିର ଆବଶ୍ୟକତା କ'ଣ ଅଛି ତା ବିଷୟରେ ଆମେ ଆଲୋଚନା କରିଥିଲେ। ଆଜି ଆମେ ସେ ବିଷୟରେ ଆଉ ଯେଉଁ ତଥ୍ୟ ଅଛି ତାକୁ ଆଲୋଚନା କରିବା। ଆଶା ରଖିବି ସମସ୍ତେ ମନ ଦେଇକି ଏ ପାଠକୁ ଶୁଣିବା ଏବଂ ଅନୁଭବ କରିବା, ବହିରେ ପଢ଼ିବା, ପ୍ରଶ୍ନ ଉତ୍ତର ଲେଖିବା, ଭବିଷ୍ୟତ ପାଇଁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା। ଆଜିର ପାଠ ଆମର ଖାଦ୍ୟ ସୁରକ୍ଷା। ଖାଦ୍ୟ ଆମ ସମସ୍ତଙ୍କର ଏକ ମୌଳିକ ଆବଶ୍ୟକତା। ସବୁ ପ୍ରାଣୀ, ପଶୁ, ପକ୍ଷୀ, କୀଟପତଙ୍ଗଠୁ ଆରମ୍ଭ କରି ବିନା ଖାଦ୍ୟରେ କେହି ବଞ୍ଚିପାରିବେ ନାହିଁ। ମନୁଷ୍ୟ ପାଇଁ ମଧ୍ୟ ଖାଦ୍ୟର ନିହାତି ଆବଶ୍ୟକତା ଅଛି। ଏହା ଆମର ମୌଳିକ ଆବଶ୍ୟକତା। ଜନ୍ମ ହେଲାରୁ ମୃତ୍ୟୁ ପର୍ଯ୍ୟନ୍ତ ଖାଦ୍ୟ ଛାଡ଼ିକି ଆମେ କେହି କେବେ ଚଳିପାରିବା ନାହିଁ। ପ୍ରତ୍ୟେକ ନାଗରିକର ସର୍ବନିମ୍ନ ପୁଷ୍ଟିସାରଯୁକ୍ତ ଖାଦ୍ୟ ଖାଇବାର ଅଧିକାର ଅଛି। ଖାଇବା ପାଇଁ ଯେ ଯାହା ଯେଉଁଠି ମିଳିବ ତାହା ଖାଇଯିବା କଥା ନାହିଁ। ସମସ୍ତଙ୍କର ଅଧିକାର ଅଛି ଖାଇବା ପାଇଁ। ଆମେ ଯେମିତି ଖାଇବା ପାଇଁ ଚାହୁଁଛନ୍ତି, ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ମନୁଷ୍ୟ ସମସ୍ତେ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ହକଦାର ଅଟନ୍ତି। କୌଣସି ଗୋଷ୍ଠୀ ଏଥିରୁ ଯଦି ବଞ୍ଚିତ ହେଲା, ତାହେଲେ ସେହି ଗୋଷ୍ଠୀ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଛି ବୋଲି ଧରି ନିଆଯାଏ। କିଛି ଲୋକ ଅଛନ୍ତି ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଉନାହାନ୍ତି, ସେମାନେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଛନ୍ତି। ଦରିଦ୍ର ଜନସାଧାରଣ କିଛି ଅଛନ୍ତି ଯେଉଁମାନେ ଏ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ମୁଖ୍ୟତଃ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ରାଜ୍ୟ ଗୁଡ଼ିକରେ ଜନସଂଖ୍ୟା ମାତ୍ରାଧିକ ଥାଏ, ବହୁତ ଲୋକ ସଂଖ୍ୟା। ଯେତିକି ଲୋକ ସଂଖ୍ୟା ସେତିକି ପରିମାଣରେ ଖାଦ୍ୟଶସ୍ୟ ସେଠି ଉତ୍ପନ୍ନ ହୁଏ ନାହିଁ। ତେଣୁ ଏମାନେ ଅନିଶ୍ଚିତ ଖାଦ୍ୟ ଯୋଗାଣରେ ସମ୍ମୁଖୀନ ହୋଇଥାନ୍ତି। ଫୁଡ୍ ସିକ୍ୟୁରିଟି ଅଫ୍ ଇଣ୍ଡିଆ, ଆମର ସମସ୍ତ ପୁଷ୍ଟିକର ଖାଦ୍ୟର ଏଠି କିଛି ଚିତ୍ର ରହିଛି। ଏହି ପ୍ରକାର ଖାଦ୍ୟ ସମସ୍ତେ ପାଇବା ପାଇଁ, ଖାଇବା ପାଇଁ ହକଦାର ଅଟନ୍ତି। ଏହା ମୌଳିକ ଆବଶ୍ୟକତା ଅଛି। ସେପାଇଁ ଖାଦ୍ୟ ସୁରକ୍ଷା ଆଇନ ସରକାର ପ୍ରଣୟନ କରିଛନ୍ତି। ଆମ ଦେଶରେ ସରକାର ସମାଜର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ କେମିତି ଖାଦ୍ୟ ଯୋଗାଣ ହୋଇପାରିବ ସେହି ବିଷୟରେ, ସେହି ବିଷୟକୁ ନେଇକି ସେ ଉଦ୍ଦେଶ୍ୟରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି। ଏହା ଦୁଇଟି ମୁଖ୍ୟ ବ୍ୟବସ୍ଥା ଅଛି। ଗୋଟେ ହେଉଛି ଯଥେଷ୍ଟ ଖାଦ୍ୟ ସଂଗ୍ରହ କରିବା ଏବଂ ସାଇତିକି ରଖିବା। ଦ୍ୱିତୀୟ କଥା ହେଉଛି ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ସମସ୍ତଙ୍କୁ ଖାଦ୍ୟ ଯୋଗାଇ ଦେବା। ସାଧାରଣ ବଣ୍ଟନ ବ୍ୟବସ୍ଥା, ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ବା PDS। ସାଧାରଣ ବଣ୍ଟନ ବ୍ୟବସ୍ଥା ସେ କ'ଣ ନା, ରିହାତି ଦରରେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଉଭୟ ଗ୍ରାମାଞ୍ଚଳ ସହର ଅଞ୍ଚଳରେ ରହୁଥିବା ହିତାଧିକାରୀମାନଙ୍କୁ ଯୋଗାଯାଇଥାଏ। ହିତାଧିକାରୀ ମାନେ ଯେଉଁମାନେ ଏ ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ, ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଖାଦ୍ୟ ପାଇବା ପାଇଁ ହକଦାର ଅଛନ୍ତି, ତାଙ୍କୁ ସୁବିଧା କରାହୋଇଥାଏ। ତାଙ୍କୁ କାର୍ଡ଼ ସବୁ ଦିଆଯାଇଥାଏ। ହିତାଧିକାରୀ କୁହାହେଉଛି। ସବୁ ଆମର ଯେଉଁ କରିଛନ୍ତି କଣ୍ଟ୍ରୋଲ କାର୍ଡ଼, ସେଥିରେ କିଛି ତୁମ ଭିତରୁ ବି କାହାର ଥିବ। ଆମେ ପ୍ରତି ମାସରେ ମୁଣ୍ଡ ପିଛା 5 କେଜି ହିସାବରେ ଚାଉଳ ହେଉ ବା ଗହମ ହେଉ ଯେଉଁ ମିଳୁଛି ଖୁବ୍ କମ୍ ଦରରେ, ଯେଉଁ ଦର ସରକାର ଧାର୍ଯ୍ୟ କରିଛନ୍ତି, ସେ ଦରରେ ଆମେ ଆଣିଥାନ୍ତି ଟଙ୍କେ 2 ଟଙ୍କା ହିସାବରେ। ତାକୁ କୁହାହେଉଛି ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ବା PDS। ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାର ପ୍ରାଥମିକ ଲକ୍ଷ୍ୟ ହେଉଛି ସାଧାରଣ ବର୍ଗର ଜନସାଧାରଣଙ୍କୁ ସର୍ବନିମ୍ନ ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦେବା। ସମସ୍ତଙ୍କୁ, ସାଧାରଣ ବର୍ଗ ଯେଉଁମାନେ ଧନୀ ନୁହନ୍ତି, ଗରିବ ଲୋକ, ନିଜର ରୋଜଗାର ଯେତିକି ଅଛି ଖାଇବା ପାଇଁ ଯଥେଷ୍ଟ ନୁହଁ, ସେମାନଙ୍କୁ ନିଶ୍ଚିତ ସର୍ବନିମ୍ନ ମୂଲ୍ୟ ଯୋଗାଇ ଦେବେ। ଏହାଦ୍ୱାରା ଦରିଦ୍ର ଶ୍ରେଣୀର ଜନସାଧାରଣ ଖାଦ୍ୟ ପାଇବାରେ ସମର୍ଥ ହେବେ, କେହି ଉପାସ ରହିବେ ନାହିଁ। ଏ ପ୍ରକାର ବ୍ୟବସ୍ଥା କରାହେଇଛି। ଏଠି ଆମେ ଚିତ୍ର ଦେଖୁଥିବା ଯେ ସବୁ ହିତାଧିକାରୀମାନେ ଯାଇକରି ତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଡ଼ରେ ଯାହାର ଯେତିକି ଚାଉଳ ବା ଗହମ ଆଣିବା କଥା
ସରକାରୀ ଦୋକାନରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ସବୁ ଦୋକାନ ଖୋଲିଥାଏ, ସେଠୁ ଖାଦ୍ୟ ପାଇଁ ତାଙ୍କର ଚାଉଳ ବା ଗହମ ଇତ୍ୟାଦି ସଂଗ୍ରହ କରୁଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାର ଉଦ୍ଦେଶ୍ୟ କ'ଣ ନା କୃଷିଜାତ ପଦାର୍ଥର ଉତ୍ପାଦନରେ ବୃଦ୍ଧି, ଧାନ ତଥା ଗହମ ସଂଗ୍ରହ, ସେଗୁଡ଼ିକର ସମର୍ଥିତ ମୂଲ୍ୟ ନିର୍ଦ୍ଧାରଣ କରିବା, ଇଏ ହେଉଛି ସାଧାରଣ ବଣ୍ଟନ ବ୍ୟବସ୍ଥାର ଏକ ଉଦ୍ଦେଶ୍ୟ। ଭାରତୀୟ ଖାଦ୍ୟ ନିଗମ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ FCI, ଇଏ ପୂର୍ଣ୍ଣ ନାଁ ଗୁଡ଼ିକ ସବୁ ମନେ ରଖିବା ପରୀକ୍ଷାରେ ଆସିପାରେ। FCI ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ, PDS ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍, ଏକୁ ମୁଖସ୍ଥ କରି ମନେ ରଖିବା। ଏ ଖାଦ୍ୟଶସ୍ୟ ସଂଗ୍ରହର ଦାୟିତ୍ୱ ଦିଆଯାଇଛି କାହାକୁ? ଭାରତୀୟ ଖାଦ୍ୟ ନିଗମକୁ। ଏହାର ବିତରଣ କରାହେଉଛି ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ। ଭାରତୀୟ ଖାଦ୍ୟ ନିଗମ କୃଷକମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସଂଗ୍ରହ ମୂଲ୍ୟ ବା ମିନିମମ୍ ସପୋର୍ଟ ପ୍ରାଇସ୍, କ'ଣ କହୁଛନ୍ତି ତାକୁ? ମିନିମମ୍ ସପୋର୍ଟ ପ୍ରାଇସ୍, ସର୍ବନିମ୍ନ ସଂଗ୍ରହ ମୂଲ୍ୟରେ ସଂଗ୍ରହ କରିକି ଗୋଦାମରେ ଜମା ରଖନ୍ତି, ଆଉ ଆବଶ୍ୟକ ବେଳେ ସମସ୍ତଙ୍କୁ ତ ଯୋଗାଇଥାନ୍ତି। ଭାରତୀୟ ଖାଦ୍ୟ ନିଗମକୁ ଏ ଦାୟିତ୍ୱ ଦିଆଯାଇଛି। ଦେଖିବା ଆମେ ଭାରତୀୟ ଖାଦ୍ୟ ନିଗମକୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ବିଷୟରେ ଆମେ ଜାଣିଲେ। ଭାରତୀୟ ଖାଦ୍ୟ ନିଗମ କୃଷକମାନଙ୍କଠୁ ସରକାରଙ୍କ ଦ୍ୱାରା ସଂଗୃହୀତ ମୂଲ୍ୟରେ ଖାଦ୍ୟ ସଂଗ୍ରହ କରିବ ଆଉ ତାକୁ ସମସ୍ତଙ୍କ ପାଖରେ ଯୋଗାଇ ଦେବ, ଏ ପ୍ରକାର ଦାୟିତ୍ୱ ଦିଆହେଇଛି। ଏଠି ସବୁ ଚିତ୍ର ଦେଖୁଛନ୍ତି, ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଖାଦ୍ୟ ସଂଗ୍ରହ କରିକି ସବୁ ଗୋଦାମରେ ରଖାଯାଇଛି, ତାର ଏକ ଚିତ୍ର ଅଛି। ରିହାତି ଓ ତଜ୍ଜନ୍ତ ସମସ୍ୟା, ସରକାର କୃଷକମାନଙ୍କୁ ରିହାତି ଦରରେ ବିହନ, ସାର ତଥା କୃଷି ଉପକରଣ ଯୋଗାଇ ଦେଉଛନ୍ତି। ଅତ୍ୟଧିକ ରିହାତି ବ୍ୟବସ୍ଥା ଭାରତର ଅର୍ଥନୀତିରେ ଜଟିଳତା ସୃଷ୍ଟି କରୁଛି। ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟଧିକ ରାସାୟନିକ ସାର, କୀଟନାଶକର ବ୍ୟବହାର ଭୂମିରେ ଥିବା ସୂକ୍ଷ୍ମ ପୋଷକମାନଙ୍କୁ ନଷ୍ଟ କରୁଛି। ଭୂମିରେ ଲବଣ ମାତ୍ରା ବୃଦ୍ଧି ପାଉଛି। ସର୍ବନିମ୍ନ ସଂଗ୍ରହ ମୂଲ୍ୟ ରିହାତି ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି କରୁଛି। କୃଷକମାନେ ରିହାତି ଦେବା ଫଳରେ କ'ଣ ହେଉଛି ନା ବିହନ, ସାର ଏସବୁ ଯେଉଁ ଯୋଗାଉଛନ୍ତି, ଅତ୍ୟଧିକ ରିହାତି ଦେବା ଦ୍ୱାରା ଅର୍ଥନୀତି ଆମର ତଳକୁ ଯାଉଛି। ପ୍ରତିବର୍ଷ ଭାରତୀୟ ଅର୍ଥନୀତି ନିମ୍ନଗାମୀ ହେଉଛି। ତେଣୁ ଆମ ଦେଶ ସେଇ ବିକଶିତ ରାଷ୍ଟ୍ର ହେବାର ସ୍ୱପ୍ନ ଦେଖୁଛି, କିନ୍ତୁ ବିକଶିତ ହୋଇପାରୁନି, ବିକାଶଶୀଳରେ ରହିଯାଇଛି। ଆଉ ଯେଉଁ କୀଟନାଶକ ଔଷଧ ବ୍ୟବହାର କରାହେଉଛି, ରାସାୟନିକ ସାର ବ୍ୟବହାର କରାହେଉଛି, ଜମିର ଉର୍ବରତା ତା ଦିନକୁ ଦିନ କମୁଛି। ପ୍ରଥମେ ଭଲ ଚାଷ ହୁଏ, କିନ୍ତୁ କିଛି ଦିନ ପରେ ଏ ବର୍ଷ ଯଦି ଯେତିକି ସାର ଦରକାର ହେଉଛି ତା ଆର ବର୍ଷକୁ ଆହୁରି ତା 10%, ତା 10%, ଏଭଳିଆ ଭାବରେ ଅଧିକା ସାର ନଦେଲେ ଜମିରେ ଚାଷ ଠିକ୍ ହେଉନି। ଲବଣ ମାତ୍ରା ବୃଦ୍ଧି ପାଉଛି, ଜମି ଆସ୍ତେ ଆସ୍ତେ ଖରାପ ହେଉଛି। ସର୍ବନିମ୍ନ ସଂଗ୍ରହ ମୂଲ୍ୟ ଆଉ ରିହାତି ଏସବୁ ଦ୍ୱାରା ଆମ ଦେଶରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଲେବର, ଆମର ଯେଉଁ ବର୍ଷା, ବିଭିନ୍ନ ପ୍ରକାର ଜୀବଜନ୍ତୁ, ଆଉ ବିଭିନ୍ନ ପ୍ରକାର ଯେଉଁ ପ୍ରାକୃତିକ ବିପର୍ଯ୍ୟୟ, ଆଉ ଆମର ବିଜୁଳି, ଆଉ ଯେଉଁ ଜଳସେଚନର ଅସୁବିଧା, ଏସବୁ ଯୋଗୁଁ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଉଛି। ବିଭିନ୍ନ ପ୍ରକାରର ସମସ୍ୟା ଦିନକୁ ଦିନ ସୃଷ୍ଟି ହୋଇକରି କୃଷକମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଉଛି। ଖାଉଟିମାନଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଖାଉଟି, ଆଉ ଗୋଟେ ହେଉଛି ଦାରିଦ୍ର୍ୟ ସୀମାରେଖା ଊର୍ଦ୍ଧ୍ୱରେ ଥିବା ଖାଉଟି। ଉଭୟ ଗୋଷ୍ଠୀଙ୍କ ପାଇଁ ନିର୍ଦ୍ଧାରିତ ମୂଲ୍ୟ ଭିନ୍ନ ଭିନ୍ନ। ଏହି ଚିହ୍ନଟ ପ୍ରକ୍ରିୟା ସର୍ବଦା ସଠିକ୍ ହୁଏ ନାହିଁ, କାରଣ କିଛି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନଙ୍କୁ ଏବେ ଦାରିଦ୍ର୍ୟ ସୀମାରେଖା ଊର୍ଦ୍ଧ୍ୱରେ ବୋଲି ଗ୍ରହଣ କରାଯାଇଛି। ସେମାନେ ହୁଏତ ସବୁଦିନ ସେମିତି ଊର୍ଦ୍ଧ୍ୱରେ ଥିବେ, କିଛି କଥା ନାହିଁ। ପ୍ରକୃତରେ ସେମାନେ ବେଳେବେଳେ ଦାରିଦ୍ର୍ୟ ସୀମାରେଖା ତଳେ ଥାଆନ୍ତି, କିନ୍ତୁ ଦାରିଦ୍ର୍ୟ ସୀମାରେଖା ଉପରେ
दर्शाଯାଇଥାଏ। फसल हानि जोगुं केतेक कृषक दारिद्र्य सीमारेखा तलक भी चली जाती। भल फसल है कृषक जो मैंने बड़ चाषी अच्छा तांकर तो चाष जदि कौन वर्ष मरुड़ी होगला कीटनाशक विभिन्न प्रकार पोक लगिगले कीटनाशक मानला नहीं से क्षेत्र में कौन हुए ना कृषक मैंने दरिद्र हो जाती। दारिद्र्य सीमारेखा ऊर्धर तुम देखाई भी से निम्न को चली जाती किंतु कागजपत्र से ऊर्धर था। ये सब ठीक है रही किसी कारण ना। कृषक मान उन्नति किसी व्यवस्था आवश्यक अच्छी कौन से ना सरकार आधुनिक प्राविधि जोगेदेले प्रत्येक ब्लॉक जिला खाद्य उत्पादन में स्वयं संपूर्ण हो पारे। धान गहम व्यतीत एक निर्दिष्ट अंचल बढ़ी पार्थिबा खाद्य शस्य उत्पादन को प्रोत्साहन दिया दरकार अच्छी। अन्यान्य आधुनिक पंथा जलसेचन विद्युत जोगाण आदि विभिन्न व्यवस्था व्यावसायिक चिंताधारा व्यक्ति कृषि प्रति आकृष्ट कर खाद्य शस्य उत्पादन वृद्धि पर गुरुत्व प्रदान सहित खाद्य शस्यर मुक्त वाणिज्य कारोबार कृषि क्षेत्र में व्यापक नियुक्ति सुजोग जोगाई ग्रामांचल दारिद्र्य दूर कर सहायक हो पार। ये प्रकार आशा आम रखा ये प्रकार व्यवस्था हवा आवश्यक अच्छी। खाद्य सुरक्षा प्रति विपद सृष्टि होची। एवं पारंपरिक खाद्य शस्य उत्पादन कृषक मैंने फल चाष कले पनीपरिया चाष कले तैलबीज उत्पादन कले शिल्पभित्तिक कृषि किए रबर चाष कले आखु चाष कले इत्यादि द्वारा कौन हो खाद्य शस्य डाली जातीय फसल उत्पादन जो जमी थिला उद्दिष्ट जमी थिला तार परिमाण दिन दिन कमुची तेणु खाद्य शस्य उत्पादन कमुची। देशर अनियंत्रित जनसंख्या वृद्धि होची खाद्य शस्य उत्पादन ह्रास होची। या द्वारा कौन हम ना आगामी दिन में खाद्य सुरक्षा पर विपद सृष्टि हम ये आशंका देखा जाउची। समस्त को खाद्य जोगेबा ये काठिकर पाठ ही पड़ो। दिनक दिन जमीर उत्पादिका शक्ति कमी जाउची तेणु खाद्य शस्य उत्पादन कमी कमी चली। जमीर उत्पादन शक्ति कहीं कमुची ना जमीर अत्यधिक सार दिहउची कीटनाशक औषध व्यवहार कराऊँच पीड़कनाशक दिहउची त्याद्वारा प्रथम उत्पादन बढ़ुची किंतु परवर्ती काल में मृत्तिकार मान कमी जाउची मृत्तिका लवणता बढ़ी जाउची आउ चाष प्रथम जे प्रकार शस्य उत्पादन होता सेमती होने दिन दिन कमी जाउची। सामयिक भाव जलाभाव भी बेले बेले जलसेच अंचल को संकुचित करुच्ची। जदि जल कौन वर्ष वर्षा नहला तेणु जलसेचन पानी न मिलला तेणु चाष भल हो पारना। जलसेचन दुर्बल परिचालना मृत्तिका लवणता जल जमा हवार साहाय्य करुच्ची। यू कारण जमीर उत्पादिक शक्ति कमुची। उत्पादन ह्रास भूतल जलर भूमिका रही। माटी तल जो पानी व्यवहार कराऊँ ट्यूबवेल नलकूह उठा जलसेचन पंप से बसाई पानी बाहर कराई चाष करा कहूँ भूतल जल। ये आम राज्य में जहाँ होती किसी अच्छी पंजाब मानकर वृष्टिपात अंचल पंजाब अच्छी बेसी वर्षा हुए ना भूतल जल पर से सब निर्भर करती। सेठी सब चाषी मैंने प्राय चाषी सब भूतल जल को व्यवहार कर सब लिफ्ट पॉइंट बसईकि धान चाषपाई भूतल जल व्यवहार कर। महाराष्ट्र में आखु चाषपाई भूतल जल व्यवहार होची। क्रमागत भाव भूतल जल जो व्यवहार होची तेणु जो आगुरी कूଅ थिला नलकूଅ थिला माटी तलू तो से पानी मिलूला भूतल जल ये माटी तल जल को सब पंप लगे ऊपर उठी आना कूଅ नलकूଅ सुखीगलानी। जो मैंने कूଅ नलकूଅ तैयारी करते से कौन सुखी जावाई तैयारी करते दिन को दिन समस्त असुविधा पड़ुंट। एथिपाई क्षुद्र और नाममात्र चाषी मैंने कृषि कार्य छाड़े। क्षुद्र चाषी जार 1 हेक्टर रु 2 हेक्टर भीतर जमी थाए जार 1 हेक्टर कम चाष अच्छी चाष जमी कहूँ नाममात्र चाषी ये मैंने कृषि कार्य छाड़ा बसले। आम देश में कृषि विभिन्न जो समस्या सब रही बन्या जो आमर शस्य उत्पादन कमती जो आ जलसेचन सुविधा नथिबारु लोक मानकर आर्थिक स्थिति भल नथिबारु आ विभिन्न प्रकार असुविधा जो कौन होची ना आमर चाष कार्य भल हो पारुना। कृषक माने असुविधार पड़ुंट। कृषक मानक जो समस्या अच्छी जो श्रमिक माने काम कर मजूरी भी बढ़ी जाउची आउ ए प्रकार चाषी मान भितर आसूची जे डिप्रेस मानसिक स्थिति दिन दिन बिगड़ जाउची। तेणु कृषि कार्य करता कृषक माने दिन दिन असुविधार सम्मुखीन होउचंती। बेले बेले चाषी आत्महत्या भाया समस्या सृष्टि होची। आमे पेपर में पढ़ुवा एसबू देखु। क्षुद्र चाषी सुरक्षा बिना खाद्य सुरक्षा संभव। धनी चाषी मैंने नलकूप खनन कर कृषि करुँच। शस्य संग्रह पर स्थान अभाव बजार अभाव ये सब कृषक मान कृषि कार्य बेले बेले दूरे दूसरी। पियाज जो चाष करके उत्पादन कर किलो पिछा 5 टंकार बिकिया बाध्य होती कि ताठू कम
आमे किंतु एबे देखिला बेलू 70-80 टका देଇ किणुचंती मझिरे जो रही बेपारी गोष्ठी से लाभ कर कृषक मान अवस्था दिन दिन खराब हो अनिश्चित उत्पादन अनिश्चित बजार व्यवस्था द्वारा चाषी मैंने प्रभावित होती सार अधिक अमलक्षम विहन पर कृषक मान अधिक अर्थ विनियोग करा पड़ू उत्पादित द्रव्य को उच्च दर से बिकवा समर्थ हो पारना तेणु क्षुद्र चाषी मान सुरक्षा दवा निहाती आवश्यक अच्छी जे ता न हुए ताहले खाद्य सुरक्षा संभव हो नहीं क्षुद्र चाषी मान चाष करने को आगभर हे ना कृषि उपर जगतीकरण प्रभाव जगतीकरण कहले सारा विश्व ए गोटे बजार गोटे परिवार भली आमे आमर जिनस अमेरिकार पाँच चीन जिनस रुषिया मिलूँ रुषियार जिनस अमेरिकार मिलूँ अमेरिकार जिनस भारत में मिलूँ समस्ते सब जिनस बिक्री करेंगे किनीपारे प्रकार जो व्यवस्था तो कहूँ जगतीकरण उपनिवेशवाद प्रभाव थी समय जगतीकरण शब्द आदृत होती जो उपनिवेश था इंग्रेज मैंने शासन करते आम देश में से समय सारा विश्व में विभिन्न उपनिवेश स्थापन कर सबू देशर जिनस को यूरोप को नौले यूरोपीय वाणिज्य गोष्ठी भारत में वाणिज्य कारोबार आरंभ करते से मसला आम देशर जो सब उत्पादन होता तार बहुत चाहिदा था यूरोप रे तेणु दक्षिण भारत सेटा यूरोप को जाऊला दक्षिण भारतर कृषक मान लाभवान भी होते एबे भी सेमती मसला और चाहिदा सारा विश्व अच्छी भारतीय मसला आम देशर गुजराती है लवंग है डालचीनी है कि गोलमरीच है यार जो बासना अच्छी आउ पाश्चात्य राष्ट्र मानक से प्रकार से हो नहीं भारतीय फल अच्छी आंब आम भारतीय आंबर जमी स्वाद आउ विश्वर अन्य राष्ट्र मानक पाश्चात्य से प्रकार स्वाद मिले नहीं तेणु भारत भूमिर उत्पादित होता मसलार गुरुत्व एवं भी रही जगतीकरण द्वारा किसी समस्या सृष्टि होती 1990 मसीह जगतीकरण आरंभ है ता पूर्व भी जगतीकरण थिला किंतु 1990 मसीह सारा विश्व में आईन करी ए प्रकार जगतीकरण आरंभ कराई ग्लोबलाइजेशन भारतीय कृषक नूतन समस्यार सम्मुखीन होती आम देश में धान तुला रबर कॉफी चा झोट मसला ये सब उत्पादन आम देश प्राधान्य रही किंतु यार आदर नहीं सारा विश्व में आम देशर कृषिजात पदार्थ उन्नत राष्ट्र मान तुलन में प्रभावशाली हो पारना तेणु विदेश को रप्तानी हो पारना वैदेशिक मुद्रा आमदानी करा वर्तमान भारतीय कृषि एक घड़ी मुहूर्त पहुँची कृषि को लाभजनक करने क्षुद्र आउ नाममात्र चाषी मान गुरुत्व दि जावर आवश्यकता रही ता नहले आम देशर चाषी कूल उजुड़ जाए एमत हबार ना आम देशर जो कृषक सब अच्छा मुख्य चारि भाग विभक्त कराऊँच लैंडलेस फार्मर जहाँ जमा किसी कृषि जमी ना कहूँ भूमिहीन सी 14 शतकड़ा अच्छा आउ अधिक जमी थिबा कृषकों संख्या आम देश में मात्र 7 भाग मध्यम धरणर कृषक अच्छा 19 भाग जहाँ को आम क्षुद्र चाषी बोली कहते आउ नाममात्र जाति स्मॉल फार्मर ये अच्छा 60 भाग सब अधिक संख्या जो मानकर 1 हेक्टर रु कम जमी अच्छी ए प्रकार भाव में आम जो कृषि कार्य जो करुँच मात्र 7 भाग होती कौन धनिक चाषी बा अधिक जमी थिबा चाषी मात्र 7 भाग आउ रही 7 भाग छाड़ी 93 भाग रही मध्यम आउ नाममात्र बा भूमिहीन एमानकर उन्नति जब न हो देशर उन्नति संभव नुह जातीय विवर्तन बा जेनेटिक इंजीनियरिंग ये गोटे नुआ कथा एवं सबुज विप्लव या पूर्व आम पढ़ी सबुज विप्लव कथा धान गहम क्षेत्र में अधिक उत्पादन को सबुज विप्लव कहला दुग्ध क्षेत्र में तक आम श्वेत विप्लव कहते जो सबुज विप्लव अनेक इच्छा आशार संचार करथिला अधिक किछि पूर्वर माने 90 शतक पूर्वर बा 20 शताब्दी पूर्वर जो चाष कराउला जमी जी उत्पादन होता तार सबुज विप्लव फल कौन होना बहुत गुण 5-7 गुण अधिका उत्पादन करा जाइथिला तेणु किछि आशार संचार होता मात्र एबे याको अन्य दृष्टि देखा जाउछि कारण रासायनिक सार औषध व्यवहार जो भूमिर उत्पादन क्षमता दिन दिन कमुची जैव विविधता पर प्रभाव पड़ी विभिन्न जीवजंतु आमर विश्व लोप पाईगले रासायनिक सार आ कीटनाशक व्यवहार जो वर्तमान जो परिवर्तन आसूँ हूँ जातीय विवर्तन बा जीनीय विवर्तन बा जेनेटिक इंजीनियरिंग बोली कहूँ यह द्वारा कौन हो नूतन धरणर अधिक अमलक्षम विहन उत्पादन होची जे वर्षारे कम वर्षारे ये चाष हो पार कि अधिक पानी जगह चाष हो पार भल चाष हम पानी पचब ना प्रकार विहन उत्पादन कराऊँच कम वर्षारे अल्प दिन कम दिन भितर उत्पादन करा विहन से उत्पादन कराऊँच ताको व्यवहार करके चाषी मैंने उपकृत होती जैव कृषि वर्तमान जैव कृषि विशेष भाव में आदृत होची
ଏଥିରେ ରାସାୟନିକ କୀଟନାଶକ କିମ୍ବା ପୀଡ଼କନାଶୀ ବ୍ୟବହାର ହେବ ନାହିଁ। କୀଟନାଶକ ଔଷଧ ଦିଆଯିବ ନାହିଁ, ରାସାୟନିକ ସାର ବ୍ୟବହାର ହେବ ନାହିଁ। ଆମର ଜୈବ ପଦ୍ଧତିରେ ଗାଈ ଗୋମାତାଙ୍କର ଗୋବର ତା ଦେହରେ ସବୁ ସାର ପ୍ରସ୍ତୁତ କରାହେଇକରି ଯେଉଁ କୃଷି କରାହେଉ ତାକୁ ହେଉଛି ଜୈବ କୃଷି। ପରିବେଶ ଉପରେ ମଧ୍ୟ କୌଣସି କୁପ୍ରଭାବ ନାହିଁ। ଏହାଦ୍ୱାରା ଚାଷରେ ବହୁତ ଉନ୍ନତି ହୋଇପାରିବ। ଏ ପ୍ରକାରର ବର୍ତ୍ତମାନ ବୈଜ୍ଞାନିକ ଉଦ୍ଭାବନ ସବୁ ଆରମ୍ଭ ହେଲାଣି। ଭବିଷ୍ୟତ ଜୈବ କୃଷିକୁ ଆପଣେଇକି ଆମର ପରିବେଶକୁ ଆମେ ସୁରକ୍ଷିତ ରଖିପାରିବା। ଭାରତୀୟ କୃଷକମାନଙ୍କ ପାଇଁ ଆବଶ୍ୟକତା ରହିଛି କିଛି ଜିନିଷ। ଭାରତୀୟ କୃଷକମାନେ ବିଭିନ୍ନ ଖାଦ୍ୟ ଉତ୍ପାଦନ କରିବା ସହିତ ବିଭିନ୍ନ ଅର୍ଥକରୀ ଫସଲ ଚାଷ କରିବା ମଧ୍ୟ ଆବଶ୍ୟକତା ଅଛି। ଏହାଦ୍ୱାରା ଆୟ ବଢ଼ିବ, ପରିବେଶ ଅବକ୍ଷୟ ରୋକାଯାଇପାରିବ, ସମସ୍ତେ ଭଲରେ ରହିପାରିବେ। କାରଣ ବିଭିନ୍ନ ପ୍ରକାର ଫଳ, ଔଷଧୀୟ ବୃକ୍ଷ, ଫୁଲ ଚାଷ, ପନିପରିବା ଚାଷ ଏସବୁ କମ୍ ପରିମାଣ ଜଳ ଆବଶ୍ୟକ କରୁଛି। ଯେଉଁ ଜଳସେଚନ ସୁବିଧା ନାହିଁ ସେଠି କମ୍ ପରିମାଣ ଜଳ ଦେଇକରି ଏହି ପ୍ରକାରର ଚାଷବାସ ଆମେ କରିପାରିବା। ଭାରତର ପରବର୍ତ୍ତୀତ ଜଳବାୟୁ ଯେଉଁ ଅଛି ତା ଦେହରେ ମଧ୍ୟ ବିଭିନ୍ନ ପ୍ରକାର ଫସଲ କରାଯାଇପାରିବ। ଏସବୁକୁ ଦୃଷ୍ଟି ରଖିକି ବୈଜ୍ଞାନିକ ଉପାୟରେ କୃଷି କାର୍ଯ୍ୟକୁ ଆଗେଇ ନେଲେ ଆମ ଦେଶର କୃଷି ଉନ୍ନତି କରିବ, ନଚେତ୍ ଆମେ ଦେଶ ଆଗେଇ ପାରିବ ନାହିଁ। ଏ ଥିଲା ଆମର କୃଷି ବିଷୟର ପାଠ। ଆମେ ଏହାକୁ ପଢ଼ିଲେ ଭଲ ଭାବରେ ଆଉ ଥରେ ବହିକୁ ପଢ଼ିବା, ଅଭ୍ୟାସ କରିବା ଏବଂ କିଛି ଘର ପାଠ ଅଛି ତାକୁ ମଧ୍ୟ ଆମେ ଲେଖିବା। ବହୁ କାରଣ ଲେଖିବା ଘର ପାଠରେ। ଦିନକୁ ଦିନ କୃଷିଭୂମିର ପରିମାଣ କମିଯିବାରେ ଲାଗିଛି। କାରଣ କ'ଣ? ଜନସଂଖ୍ୟା ବଢ଼ୁଛି, ପରିବାରରେ ଜୋତ ବିଖଣ୍ଡିତ ହେଉଛି, ଯେତେ ଭାଇ ସେତେ ଘର। ତେଣୁ ଭାଇମାନେ ସବୁ ଭାଗ ହୋଇଯାଉଛନ୍ତି, ଜମିର ପରିମାଣ ଭାଗ ହୋଇଯାଉଛି। ତେଣୁ ଜନସଂଖ୍ୟା ଯେତେ ବଢ଼ୁଛି କୃଷିଭୂମିର ପରିମାଣ ସେତେ କମୁଛି। ଜୈବ କୃଷି ଦିନକୁ ଦିନ ଆଦୃତ ହେବାରେ ଲାଗୁଛି। ପଢ଼ିଲେ ପରିବେଶ ଉପରେ କିଛି କୁପ୍ରଭାବ ନାହିଁ। ଆମର ରାସାୟନିକ ସାର ପୀଡ଼କନାଶୀ ବ୍ୟବହାର କରିବାର ନାହିଁ। ତେଣୁ ଏହା ମାଧ୍ୟମରେ କୃଷି ଭଲ ହେଉଛି। ତେଣୁ ଏହାର ଆଦୃତ ଦିନକୁ ଦିନ ଆଦୃତ ହେଉଛି। ଭାରତୀୟ କୃଷି ଘଡ଼ିସନ୍ଧି ମୁହୂର୍ତ୍ତରେ ପହଞ୍ଚି ଜମିର ଉତ୍ପାଦିକା ଶକ୍ତି ଏବେ କମିବାରେ ଲାଗିଛି। ଏସବୁ ବିଷୟରେ ଆମେ କ'ଣ କରିବା? ଘର ପାଠ ଲେଖିବା। ଏଥିଲା ଆଜିର ପାଠ। ତେଣୁ ଏ ପାଠକୁ ଆମେ ଆଉ ଥରେ ମନ ଦେଇ ପଢ଼ିବା। କିଛି କଷ୍ଟ ଥିଲେ ଆମେ ଫୋନ୍ କରି ପଚାରିପାରିବା, ବୁଝିପାରିବା। ପରୀକ୍ଷା ପାଇଁ ପ୍ରସ୍ତୁତ ହେବା। ସମସ୍ତେ ମନ ଦେଇକି ଏ କାଳାଂଶଟିକୁ ପଢ଼ିଥିବା। ୟୁଟ୍ୟୁବ୍ରୁ ମଧ୍ୟ ଆମେ ଯେତେବେଳେ ଚାହିଁବା ଏହାକୁ ଡାଉନଲୋଡ଼୍ କରିକି ଆମେ ଦେଖିପାରିବା ପରୀକ୍ଷା ସମୟରେ। ତେଣୁ ସମସ୍ତେ ଏ ପାଠକୁ ପଢ଼ିବାରେ ସହଯୋଗ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆଉ ମା ସରସ୍ୱତୀଙ୍କ କତିରେ ପ୍ରାର୍ଥନା ରଖୁଛି ସମସ୍ତେ ଆନନ୍ଦରେ ପାଠ ପଢ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ, ଭଲ ପିଲା ହୁଅ। ଏତିକି ମାତ୍ର ଆଜିର କାମନା। ଭାରତ ମାତା କି ଜୟ। ବନ୍ଦେ ମାତରମ୍। ଆଜି ପାଇଁ ଆମର ପାଠ ଏଇଠି ରଖିବା। ପୁଣି ପରବର୍ତ୍ତୀ ପର୍ଯ୍ୟାୟରେ ପରବର୍ତ୍ତୀ ବିଷୟ ଆମେ ପଢ଼ିବା।